ମାଲକାନଗିରି ଜିଲ୍ଲା ଫାଣ୍ଡିପାଣି ବନ ବିଭାଗ ଅଫିସଠାରୁ 1 କିଲୋମିଟର ଦୂରରେ ପୂଜାରୀମୁଣ୍ଡା ଗ୍ରାମ ନିକଟରେ 326 ନମ୍ବର ଜାତୀୟ ରାଜପଥର ଏକ ହିଟାବାଘ ସଡ଼କ ଦୁର୍ଘଟଣାରେ ଆହତ ହୋଇ ଏକ ବିଲ ହୁଡ଼ାରେ ତଳେ ପଡ଼ି ରହିଥିବା ଦୃଶ୍ୟ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଫାଣ୍ଡିପାଣି ବନ ବିଭାଗ ଫୋନ୍ ଯୋଗେ ଖବର ପାଇ ମାଲକାନଗିରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ମାଲକାନଗିରିରୁ ବନ୍ୟଜନ୍ତୁ ଉଦ୍ଧାର କରି ଏକ ସ୍ୱତନ୍ତ୍ର ଟିମ୍ ପହଞ୍ଚି ଆହତ ହିଟାବାଘକୁ ସ୍ଥାନାନ୍ତର କରିବା ସମୟରେ ଦେଖିଥିଲେ ବାଘଟି ରାଗରେ କାମୁଡ଼ିବାକୁ ଆସୁଛି। ତେବେ ଏପଟେ NH 326 ନମ୍ବର ରାସ୍ତା କଡ଼ରେ ହିଟାବାଘକୁ ଦେଖିବା ଲାଗି ଲୋକେ ପ୍ରଚୁର ଭିଡ଼ ଜମିବାର ଦେଖାଦେଇଥିଲା। ଉଦ୍ଧାରକାରୀ ଅଧିକାରୀ ରାସ୍ତାରେ ଗାଡ଼ି ଚାଳକମାନେ ଦେଖିଚାହିଁ ସତର୍କତାର ସହ ଗାଡ଼ି ଚଳାଇବା ପାଇଁ ପରାମର୍ଶ ଦେଇଥିଲେ। ହିଟାବାଘ ସୁସ୍ଥ ହେବା ପରେ ଜଙ୍ଗଲକୁ ଛଡ଼ାଯିବ ବୋଲି ସୂଚନା ଦେଇଛନ୍ତି। ମାଲକାନଗିରିରୁ ପ୍ରଶାନ୍ତ କୁମାର ସାଗରିଆଙ୍କ ରିପୋର୍ଟ, ବିକଳ୍ପ ସମାଚାର।